बड़ अस्त्र कौन कहल विनीत जी टिके दिन 5 दिन 7 दिन कले सीधा ही शोब नित्यकर सारे सब शोब 5 दिन 7 दिन पूरा परमानेंट क्यों पुणी बाहर 15 माड़ हो तार कि ऑपरेशन में ट्रीटमेंट नहीं किसी झील जिते माने रास्तार मर्डर हो जाऊँच रेप हो सहित आज्ञा आम देखा 10 वर्षर झील जेहेतु गर्भवती होती आम कौन आज्ञा चुप रहा गोटे नारी समाज तलकू तल खसी जा नारी समस्ते कहते पुरुष महिला सामान किंतु केते पृष्ठ पुरुष महिला सामान राजनीति हिंसार स्थान नहीं जो मैंने राजनीति जीवन रे आमर भी 50 पब्लिक लाइफ है राजनीति हिंसा रे हुए के हिंसा आचरण रे राजनीति जो मैंने कर जानवा उचित जे जो मैंने हिंसा करते लोक मैंने कौ आखिर देखते तेणु एक आम निंदा करते निंदा कले कम हम दाबी उपस्थापन करवा गणतांत्रिक व्यवस्था रे निजर दाबी को उपस्थापन कर मना करूना किंतु पुलिस को टेका पकेवा मारिबा एवं नृशंस भाव ओटीवी सांबादिक आक्रमण करवा एवं मरणात्मक आक्रमण करवा ये निंदनीय विषय नुहे ये हूँ घृण्य विषय साथी अहिंसा कौटी से तो महात्मा गांधी कहते कांग्रेस टाक डिजर्व कर दियो अलग विषय कर कांग्रेस ना बिकिकी चलिया चेष्टा कले कांग्रेस केबे कांग्रेस निज कारण आज समाप्त होगा जाऊँगी कांग्रेस दल को लोक निंदित निंदित लोक चित्रण कर कारण हूँ आदर्श विचारधारा किसी ना केवल निजर स्वार्थ साधन सस्ता राजनीति घूर्ण्य राजनीति कौन सी कारण नहीं गोटे सरकार को लोक निर्वाचित कर 5 वर्ष तुमको 56 वर्ष केंद्र सरकार देले ओडिशा 40 वर्ष सरकार देले तुम्हें आम 9 मास सरकार को तुम ताकू टॉयलेट कर पारन कौन काम अच्छे 9 मास कौन तुम्हें कर 9 मास कौन आम करन तुम्हें 40 वर्ष हिसाब दियो नैतिक साहस अच्छी 56 वर्ष हिसाब दियो केंद्र तुम्हें जो सरकार थे तुम पर किसी ना तुम्हें निराश हताश फ्रस्ट्रेटेड हो लोक आक्रमण कर रैली कर रैली मतलब कौन प्रतिवाद करवा समालोचना आज सका प्रेस कहती कौन कन्स्ट्रक्टिव
ସମାଲୋଚନା କର, କନଷ୍ଟ୍ରକ୍ଟିଭ ଆଲୋଚନା ସମାଲୋଚନା ଚାଲିବ ରାଜନୀତି। ତୁମେ ଗଠନମୂଳକ କାମରେ ପ୍ରସ୍ତାବ ଦିଅ, ତା ଦେହରେ ସହଯୋଗ କର। ସବୁ ଲୋକ ବ୍ରଡ୍ ଡେ ଲାଇଟ୍ରେ ଦେଖିଛନ୍ତି କିଏ କାହାକୁ ଆକ୍ରମଣ କଲା। ପୋଲିସ କେବେ ପ୍ରଥମେ ଲାଠିଚାର୍ଜ କରିପାରିବ, କେବେ ଗୋଡ଼େଇ ପାରିବ? ଯେତେବେଳେ ପଥର କୋଉଠୁ ଆଇଲା? ପଥର ତ ଭୁବନେଶ୍ୱରରେ ପଥର ନଥିଲା, ପଥର କୋଉଠୁ? ଯୋଜନାବଦ୍ଧ ଭାବରେ ପଥର ଆଣିକି ଯେଉଁ ଆକ୍ରମଣ ସେମାନେ କଲେ ପୋଲିସ ଉପରେ, ସେଠି ସାଧାରଣ ଲୋକ ଯେଉଁ ଆହତ ହେଲେ, ନିରୀହ ଲୋକଙ୍କୁ ଆଣିଛନ୍ତି କହିକି ବିଭିନ୍ନ କଥା, ଯେଉଁମାନଙ୍କୁ ଆଣିଛନ୍ତି ସେମାନେ ମଧ୍ୟ ଆଜି ସାମ୍ନା କଲାବେଳକୁ ସେମାନେ ବୁଝିପାରିଲେନି କାହିଁକି ଆସିଥିଲେ ଭୁବନେଶ୍ୱର। ଏଭଳି ଲୋକଙ୍କୁ ବୋକା ବନେଇବା ପାଇଁ ଯେଉଁ ଚେଷ୍ଟା ସେମାନେ କରୁଛନ୍ତି ନିରର୍ଥକ। ଏ ସରକାର ଲୋକଙ୍କ ବିକାଶ ପାଇଁ ଏଥିରୁ ବିଚ୍ୟୁତ ହେବ ନାହିଁ। ସରକାର ଡିଟରମିନ୍ ଯେ ଭଲ କାମ କରିବ, ଲୋକଙ୍କ ସେବା କରିବ, ଲୋକଙ୍କ କାମ କରିବ। ତାକୁ ଏମାନେ କନଫ୍ୟୁଜନ୍ ଯେଉଁ ତିଆରି କରୁଛନ୍ତି, ଦ୍ୱନ୍ଦ୍ୱ ତିଆରି କରୁଛନ୍ତି, ତାଙ୍କୁ ଡାଇଭର୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଆମ ଲକ୍ଷ୍ୟ ସ୍ପଷ୍ଟ ଅଛି ଯେ ଓଡ଼ିଶା 4.5 କୋଟି ଲୋକଙ୍କ ପ୍ରତି ଯେଉଁ ଅନ୍ୟାୟ ହେଇଛି ବିଗତ 75 ବର୍ଷ ଭିତରେ, ତାକୁ ଯାହା ମୌଳିକ ସମସ୍ୟା ଅଛି ତାକୁ ସମାଧାନ କରାଯିବ। ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରାଯିବ। ଇଏ ଛୋଟ ମୋଟ ଘଟଣା କରି ସେମାନେ ଭାବୁଛନ୍ତି ରାଜନୀତିର ଗତିପଥକୁ ବଦଳାଇବେ, ସେଟା ଲୋକ ବରଦାସ୍ତ କରିବେନି। ଲୋକ, ସାଧାରଣ ଲୋକ ସମସ୍ତେ 4.5 କୋଟି ଲୋକ ଓଡ଼ିଶାର ସଚେତନ ହେଇଛନ୍ତି। ଆଉ ସେମାନେ ବୁଝିଛନ୍ତି ଯେ ବିଜେପି ତାଙ୍କ ପାଇଁ କ'ଣ କରିବା ଆରମ୍ଭ କରିଛି। କ୍ରିମିନାଲ କିଏ ଅଛନ୍ତି ତାଙ୍କ ରାଜ୍ୟ ସଭାପତି କ୍ରିମିନାଲ ଆଇଡେଣ୍ଟିଫାଏ କରନ୍ତୁ। କ୍ରିମିନାଲ ତାଙ୍କ ସାଙ୍ଗରେ ଏଇଟା କଂଗ୍ରେସ 57 ମସିହାରେ ଆରମ୍ଭ ହେଲା। ଯେଉଁ ସାଇଣ୍ଟିଷ୍ଟ ଥିଲେ, ଇଞ୍ଜିନିୟର ଥିଲେ, ଡକ୍ଟର ଥିଲେ, ତାଙ୍କୁ ଛାଡ଼ିକି 57ରେ କ୍ରିମିନାଲ ମାନଙ୍କୁ ପ୍ରଥମେ କଂଗ୍ରେସ ରାଜନୀତିର ସ୍ଥାନ ଦେଲା। 60ରେ କ୍ୟାପିଟାଲିଷ୍ଟ ମାନଙ୍କୁ ଦେଲା। ତାପରେ ପରବର୍ତ୍ତୀ ଅବସ୍ଥାରେ କିଛି କରପ୍ଟ ଲୋକଙ୍କୁ ସ୍ଥାନ ଦେଲା। ତାପରେ କ୍ରିମିନାଲ ଏମର୍ଜେନ୍ସିରେ ଦଳକୁ ବଞ୍ଚିବା ପାଇଁ, ଜରୁରୀ ପରିସ୍ଥିତିରେ ନିଜକୁ ବଞ୍ଚିବା ପାଇଁ କଂଗ୍ରେସ କ୍ରିମିନାଲାଇଜେସନ ପଲିଟିକ୍ସ ଆରମ୍ଭ କଲା। ଯେଉଁ ଅତ୍ୟାଚାର ଅନ୍ୟାୟ କଲା 75 ମସିହା, ଅନ୍ୟାୟ ଅତ୍ୟାଚାର ଜରୁରୀ ପରିସ୍ଥିତି 77ରେ ସାରା ଦେଶ ପରିବର୍ତ୍ତନ ହେଲା। ତେଣୁ କ୍ରିମିନାଲ ପଲିଟିକ୍ସ କେବଳ କଂଗ୍ରେସ ହେଉଛି ତାର। କିଏ ତିଆରି କରିଥିଲା ଭିନ୍ଦରୱାଲକୁ? କିଏ ତିଆରି କରିଛି କାଶ୍ମୀରର ଅବସ୍ଥା ଆଜି? କିଏ ତିଆରି କରିଛି କାଶ୍ମୀର? ସାରା ଦେଶରେ କ୍ରିମିନାଲ ପଲିଟିକ୍ସ କିଏ ଆରମ୍ଭ କରିଛି? କଂଗ୍ରେସ ଲମ୍ବା ସମୟ ରାଜନୀତି ରହିବା କାରଣରୁ ପଲିଟିକ୍ସକୁ କ୍ରିମିନାଲାଇଜେସନ କରିବା ପାଇଁ ଅପଚେଷ୍ଟା କରିଛି। ତାକୁ ପ୍ରତିହତ କରାହେଉଛି। ଟେମ୍ପରାରୀ ଦେଶର ଲସ୍ ହେଉଛି, ସମାଜର କ୍ଷତି ହେଉଛି, କିନ୍ତୁ ପରମାନେଣ୍ଟଲି ଇଏ ଆଚ୍ଛାଦିତ କରିପାରିବ। କାରଣ ଦେଶ ବହୁତ କଷ୍ଟଲବ୍ଧ ସ୍ୱାଧୀନତା ପାଇଛି। 1200 ବର୍ଷ ପରାଧୀନ ପରେ ସ୍ୱାଧୀନ ଦେଶ ହେଇଛି।